ଦୁଇ ଫେଣା ଆଇଁଷ ଖାଇ ଖାଇକି ତ ଆମ ବାଡ଼ିରେ କଦଳୀ ହେଇଛି ତ କଟା ହବ ବୋଲି ଆମର ହେଇନଥିଲା। ତ ଫାଇନାଲ୍ ଆମର ଏବେ କଦଳୀ ଗଛ କଟା ଚାଲିଛି ଆଉ କଦଳୀ ବି ଫଳିଛି। ତ ଏଠି ମମ୍ମି କଦଳୀ ଗଛ କାଟୁଛନ୍ତି। ତ ଦେଖାଯାଉ କେତେ ସମୟ ଲାଗୁଛି ଆଉ ମାନେ କଦଳୀ ଗଛ କାଟିଲା ବେଳକୁ ମାନେ ଏତେ କଷ୍ଟ ମାନେ ଭାବ ତ ନର୍ମାଲ ଗଛ ଯଦି କାଟିଲେ ମାନେ କଦଳୀ ଗଛ ଗୋଟେ ଗଛ ନା ତ ଦେଖିକି ମଜା ଆସିଗଲା। ତ ଫାଇନାଲ୍ ଗଛଟା କଟିଗଲା। ତାପରେ କଟିଲା ପରେ ତାକୁ ଟାଣିବାକୁ ପଡ଼ିଲା ଯେହେତୁ ସେପଟକୁ ଥିଲା। ତ ସେଥିଲାଗି ଫୋନ୍ ତ ମୁଁ ହିଁ ଧରିଥିଲି। ତ ଏଇଠି ମୁଁ ଦେଖୁଥିଲି ମଞ୍ଜା ହେଇଛି ନାହିଁ ଆଉ ଫାଇନାଲ୍ ମଞ୍ଜା ଅଛି। କିନ୍ତୁ ମଞ୍ଜା ଆମର ମାନେ ବନା ହେବାକୁ ତ ଟାଇମ୍ ହୁଏନି। କେବେ ମଞ୍ଜା କେବେ ବନେ ନହେଲେ କେବେ ମଞ୍ଜା ବନାବନି ହୁଏନି। ତ ଏଇଠି ହେଲା ପରେ ମୁଁ ଏଠି ଫୋନ୍ ରଖିଦେଇଥିଲି। ତାପରେ ମୁଁ ସେପଟ କଦଳୀ ଗଛ କାଟିକି କଦଳୀ ଆଣିଲା ପରେ ମୁଁ ପୁରା ବେହୋସ୍ ହେଇଯାଇଥିଲି। କଦଳୀ କାଲି ଏବେ ଦେଖାଯାଉଛି ପୁରା ତା ଇଏ ଦେଖୁନୁ ରସ ଏପର୍ଯ୍ୟନ୍ତ ହାତରେ ଲାଗୁଛି। କାଲି ଏଇଟାକୁ ନେଇଛି ମୁଁ ଡେଲି ଦେଖୁଛି ମୁଁ ଜାଣିପାରିବିନି। ଏବେ କାଲି ହେଇ କଟା ହେଇଛି ପୁରା କଞ୍ଚା ଏଇଠି ଦେଖୁନୁ ପୁରା କଟା ହେଇକି ନିଆହେଇଛି। ଏଟା ବି ଆଗରୁ ନିଆହେଇଛି। ଗୋଟେ କଦଳୀ ଇଏରେ ତୁ କହୁଛୁ ଆଜି ଆମେ କରିସାରିଲେ ଜମା 2 ଫେଣା ହବ କଦଳୀ। ତାପରେ ଏଟା ଯଦି ଏଇଭଳିଆ ବି ହେଇଥାନ୍ତା ସେ ଏଇଭଳିଆ ହେଇକି ରହିଥାନ୍ତା। କେମିତି ହେଇଥାଇକି ଏମିତି ଗୁଲେଇ ଗୁଲେଇ ହେଇଛି ଦେଖ। ପୁରା କାଟିକି ନେଇଛନ୍ତି ରାମ୍ପିକି ହେଇଠି ରାମ୍ପିଛନ୍ତି ପୁରା ଦେଖାଯାଉଛି ରମ୍ପାଟା ବି ଦେଖ କଦଳୀ ନେଇଛନ୍ତି। କହୁନି ନା ତାଙ୍କର ନୀତି ଅଛି ଚୋରି କରିବାର। ତାପରେ ଏଇଭଳିଆ ଦିନ ଦୀପରୁ ଚୋରି ଏଇଭଳିଆ କରିବ ଚୋରି କରୁଛନ୍ତି। ଏପଟରେ ଆମର ମଞ୍ଜା କଟା ହଉଛି। ଏଟା ଭଲ ନାହିଁ। ସେ ଚୋରି କରନ୍ତି ଆଗରୁ ବି ଚୋରି କରନ୍ତି ମୁଁ ଦେଖି ଜାଣିଥିଲି। 2 ଫେଣା ପୁରା ନେଇଯାଇଛନ୍ତି। ଗୋଟେ ଫେଣା କେବେଠୁ ନେଲେଣି। କାଲି ପରଦିନ ଆଡକୁ ଗୋଟେ ଫେଣା ଯୋଉ କାଟୁଛନ୍ତି ପୁରା ତାର ଇଏ ଲାଗିଛି। ଗୋଟେ କଦଳୀ ଗଛରୁ କେବେ 2ଟା ଫେଣା ଏଇଠୁ ଜହ୍ନି ଛିଣ୍ଡେଇକି ନେଇ ପଳେଇଲେ ତାଙ୍କୁ ତୁ କହୁଛୁ ସେ ସବୁ ଜାଣିଥାନ୍ତି। ଗୋଟେ କଦଳୀ ଗଛରୁ କଦଳୀ ପାରିଲୁ ଫାଇନାଲ୍ ଦେଖିପାରୁଥିବ ମାତ୍ର 2ଟା ଫେଣା ଅଛି। 2ଟା ଫେଣା ଦେଖ ଗୋଟେ କଦଳୀ ଗଛରେ ଗୋଟେ 2ଟା ଫେଣା କିଏ ବିଶ୍ୱାସ କରିବ 2ଟା ଫେଣା ହେଇଥିବ ବୋଲିକି। ଏଇଟା ପୁରା କାଲି କାଟିକି ନେଇଛନ୍ତି। ପୁରା କାଲି ନେଇଛନ୍ତି ତା ଇଏ ବି ଯାଇନି। ଆଉ ଏଇଟା ଆଗରୁ କାଟିକି ନେଇଛନ୍ତି ତ ଶୁଖିଯାଇଛି। ମୁଁ କହୁନଥିଲି ନା ଦେଖା। ତ ଆପଣମାନେ ତ ଦେଖିଲେ ଆମ କଦଳୀ ଗଛରୁ କଦଳୀ କଟା ହେଇଥିଲା। ଆଉ କଦଳୀ ମାନେ 2 ଫେଣା ନାହିଁ। ତ ମାନେ ଏମିତି ମାନେ ଆମ ସହିତ ଆଜି ନୁହେଁ ଆମ ସହିତ ପ୍ରାୟ ହୁଏ। ବଟ୍ ମୁଁ କେବେ ବି ସୋସିଆଲ୍ ମିଡ଼ିଆରେ ଛାଡ଼ି ନଥିଲି। ମୁଁ ଭାବେ କି ସେ ସବୁ ଜାଣିଛନ୍ତି କି ମୁଁ ଭିଡ଼ିଓ ବନାଏ ଯାହାବି ଇଏ କରେ ସେ ବି ଦେଖନ୍ତି। ତାପରେ ବି ଯଦି ତମେ ମାନେ ଏଇଭଳିଆ ଚୋରି କରିବ ଇଏ କରିବ ତାହେଲେ ଆଉ ମାନେ କ'ଣ କହିବି ତମକୁ କୁହ। ମାନେ ବହୁତ କିଛି ଜିନିଷ ମାନେ ମୁଁ ଜାଣିବା ଭିତରେ ମାନେ ଆମର ଯାଇଛି। ତ ମାନେ ସେ କ'ଣ କୁହନ୍ତି ପାଚିଲା କଦଳୀ ମାନେ କୁହନ୍ତିନି ଲାଇଫରେ ତାକୁ ତମେ କ'ଣ କଲ ନା ମାନେ 2 ଫେଣା ନେଇ ପଳେଇଲ। ଯେଉଁ କଦଳୀ ଗଛରେ ଯେଉଁ ମାନେ କଦଳୀଟା ହୁଏ ଯାହା ବି ଆମର ମାନେ ପୂଜା ପାଇଁ ମାନେ ଦିଆ ହୁଏ। ନର୍ମାଲ୍ ଯେତିକି କଦଳୀ ଏକ୍ସଟ୍ରା ବଞ୍ଚେ ମାନେ ବିକା ହୁଏ ତ ସେ ପଇସାଟା ମାନେ ମମ୍ମି ମୋତେ ଦିଅନ୍ତି। ସେ ରଖନ୍ତି ମାନେ ମୋତେ ଦିଅନ୍ତି। ତ ତମେ କ'ଣ କଲ 2 ଫେଣା କାଟି ନେଇଗଲ। ଯଦି ମାର୍କେଟ ହିସାବରେ ଦେଖିଥିବ ସେ କଦଳୀ ଯେଉଁ ଭଳିଆ ମାର୍କେଟ ହିସାବରେ ହେବ ତାହେଲେ 80 ଟଙ୍କାରୁ କମ୍ ହେବନି। ନର୍ମାଲ୍ ଗାଁରେ ଆମେ 50 ଟଙ୍କାରେ ଆମେ ଦେଉ। ମାନେ ମୋର 100 ଟଙ୍କା ହେଇଥାନ୍ତା ମୁଁ ମାନେ ଖର୍ଚ୍ଚ କରିଥାନ୍ତି। ଟଙ୍କାଟେ ତ କେହି ଦେଇପାରିବନି ନେଇଯାଉଛି କ'ଣ ପାଇଁ କହିବା କଥା। ମାନେ ଏତେ ଗୋଟେ ମାନେ ଚୋରି ମାନେ କଲେ ମାନେ ହବ ନା। କଦଳୀ ଗଛରୁ ତମେ କଦଳୀ ମାନେ କାଟିକି ନେଇକି ପଳେଇବ। ହଁ ଜହ୍ନି ମୋର ଚୋରି ହୁଏ। ଜହ୍ନି ହଁ ତମେ ଚୋରି କର ନର୍ମାଲ୍ ମୋ କହିବା କଥା ହଉ ଠିକ୍ ଅଛି ଗୋଟେ 2ଟା ନେଲ ମାନେ କଦଳୀ ଗଛରୁ ତମେ କଦଳୀ କାଟିକି ନେଇ ପଡ଼ିବ। ମାନେ କଦଳୀ ଗଛରୁ ଯେତେବେଳେ ତମେ କଦଳୀ କାଟିକି ନେଇ ପାରିଲ ତମେ ମାନେ କିଛି ବି ନେଇପାରିବ।
କିଛି ବି ତମକୁ ମାନେ କିଛି ମାନେ କହନ୍ତିନି ନା ମୁଣ୍ଡ ପୁରା ଖରାପ। ତ ଠିକ୍ ଅଛି ମୁଁ ଯାଉଛି ଏବେ ଖାଇବି। କ'ଣ କହିବି ସେ ଲୋକମାନଙ୍କୁ ମୁଁ ନିଜେ ହିଁ ଜାଣିପାରୁନି। 1 hour later. ମାନେ ବସିଛି ଆଉ ମମି ଯାଇଛନ୍ତି ଇଏ ଆଣିବାକୁ। ଦେଖ ସେ ରୁଟି ଖାଇଲାଣି। ସିଏ ଖାଇବ, ମୁଁ ଯେଉଁ ରୁଟି ଖାଉଥିବି। ତୋର ରୁଟି ପଡ଼ିଛି ଖାଇବାର ନାହିଁ, ମୋ ରୁଟି ଖାଇବାକୁ ଅନେଇଥା। ପରିବା କଞ୍ଚା ଲଙ୍କା ଆସିଲେ ମୁଁ ଖାଇବି ବୋଲି ଅନେଇଛି ସେତେବେଳେ। ଏଇଠି ମୁଁ ଖାଉଛି ଆଉ ତମେ ମୁଁ ଆଗରେ ଅଛି ଖାଉଛି। ଆଉ ମୁଁ ତାକୁ ଏଇନା ରୁଟି ଦେବି, ଦେଖିବ ସେ ଖାଇବନି। କାରଣ ସେ ଜାଣିଛି ମାନେ ସେ ତରକାରୀର ଟେଷ୍ଟ ଯଦି ହେବ ମାନେ ତରକାରୀ ଯଦି କାହା ଘରେ ରୋଷେଇ ହେବ, ସେ ଯାଇକି ଶୁଙ୍ଘିବ କାହା ଘରେ ରୋଷେଇ ହେଉଛି, ତା ଦୁଆରକୁ ପଳେଇବ, ତା ଝରକା ପର୍ଯ୍ୟନ୍ତ ପଳେଇବ। ଆଉ ମୁଁ ଏଇ ସାଙ୍ଗେ ଆଳୁ ଚୋଖା ଲଗେଇକି ଖାଉଛି। ମାନେ ସେ କହିବ ବି ମାନେ ଖାଲି ରୁଟି ଖାଇବନି। ମୁଁ ଭଲସେ ଜାଣିଛି, ଯେବେ ବି ମୁଁ ଖାଏ ମାନେ ତାକୁ ଯଦି ଖାଲି ପିଠା ରୁଟି ଦେବୁ ସେ ଖାଇବନି। ଦେଖିବ ମୁଁ ତାକୁ ଦେମି, ସେ ଜମା ବି ଖାଇବନି। ଯଦି ତାକୁ ମାନେ ସେ ତରକାରୀଟା ଟେଷ୍ଟ ଲାଗିଲା ତ କ'ଣ କରିବ ନା, ନେକ୍ସଟ ଯେତେ ବି ହେବ ତାକୁ ପିଠା ଦିଅ, ସେ ଖାଇବନି। ଯଦି ତାକୁ ତରକାରୀ ଟେଷ୍ଟ ନ ଲାଗିଲା ତାହେଲେ ତୁମେ ଖାଲି ପିଠା ଦିଅ, ସେ ତରକାରୀ ପିଠା ନ ଖାଇକି ତାପରେ ସେ କ'ଣ କରିବ ନା ଖାଲି ପିଠା ଖାଇବ। ଦେଖ ମୁଁ ଏମିତି ହେଉଛି, ମୁଁ ଜାଣିଛି ଭଲସେ ସେ କେବେ ଖାଇବନି। ଚୋଖା ଖାଇବ, ଲଙ୍କା ପଡ଼ିଛି, ତୁ ଖାଇବୁ ନାହିଁ, ରାଗ ଲାଗିବ। ଚୋଖା ଲଗେଇକି ସେ ରୁଟି ଖାଇବ। ଏଭଳିଆ କୁକୁର ଦେଖିଛ? ରୁଟିଟା ଖାଇଲୁନି, ଚୋଖା ଖାଲି ଖାଇଲୁ, ରାଗ ଲାଗିବ। ଲଙ୍କା ଦଳା ହେଇଛି, ଜାଣିପାରୁନୁ ବୋଧେ। ପଡ଼ିଲା ନା ପାଟି? ଦେଖ ନେଇ ଖାଇଦେଲା। ତାର ବି ମାନେ ଦରକାର ହଉଛି ଲଗେଇ ଖାଇବା। ବିନା ଖାଲି ରୁଟିରେ ସେ ଖାଇବନି। ଖାଲି ରୁଟି ପଡ଼ିଛି, ହଉ ଏବେ ଖାଲି ରୁଟି ଖଣ୍ଡେ ଖାଇଦେ। ନା ସେ ଖାଇବନି। ତମେ ଯୋଉ ଟମି କଥା, ରୁଟି ତାର ଦେଖ ପଡ଼ିଛି, ସେ ଖାଇବନି। ନାଟକ ତୋର ଅଧିକ ହେଲା। ଦେଖ କେତେଟା ରୁଟି ପଡ଼ିଛି, ଦେଖ। ଏଇଟା ଖାଇବା ଜିନିଷ ନୁହଁ, ଇଏ ଖାଇବା ଜିନିଷ ନୁହଁ, ଇଏ ଖାଇବା ଜିନିଷ ନା ନାହିଁ। ୟାକୁ ସେ ଖାଇବନି। ଇଏ ଖାଇବା ଜିନିଷ ନା ନାହିଁ? ଏଇ ଇଏ ଖାଇବା ଜିନିଷ ନୁହଁ? ଏଇ ଇଏ ରୁଟି ଖାଇବା ଜିନିଷ ନୁହଁ? ଏଇ ଏଇ ଶୁଣୁ, ଏଇ ଚାମଚା ଶୁଣୁ ଶୁଣୁ, ଓଦା ହୋଇକି ଯାଆନା, ଶୁଣୁ। ଇଏ ଖାଇବା ଜିନିଷ ନା ନାହିଁ? ଇଏ ଖାଇବା ଜିନିଷଟି? ୟାକୁ ନ ଖାଇବାର କାରଣ କ'ଣ? ରୁଟି ଖାଇବନି ସେ ବାବା, ମାଛ ଖାଇବ, ସେ ଚିକେନ ଖାଇବ, ମାଛ ଖାଇବ, ଆଇଁଷ ଖାଇବ, ଖାଲି ରୁଟି ଗଳିବନି। ନେ ଏଇ ନେ ନେ ଖା, ନେଇକି ଯା, ନେଇକି ଯା। ଏଇ ଫୋପାଡ଼ି ଦେଇ କୁଆଡ଼େ ପଳେଇଲୁ? ଏଇ ଚର୍ବି, ଦେଖ ଆଣିଲା ଫୋପାଡ଼ି ଦେଲା। ମତେ କହ, ରୁଟିଟା କ'ଣ ଖାଇବା ଜିନିଷ ନୁହଁ? ଖା, ଖାଇଦେ। ଆଇଁଷ ଆଇଁଷ ପାଗଳ କରିଛି। ଆଇଁଷ ଖାଇ ଖାଇକି ଟିସୁ କମ ଦିନରେ ମରିଗଲା, ବୁଝିଲୁ? ଚାହୁଁନା ତୁ ମର ବୋଲି। ଖାଇବି କର, ନେ ଖା, ନେ ବେଶୀ ଦିନ ବୁଢ଼ା ହାଡ଼ା ହେଇକି ମର ନା, ସକ୍ କରିକି ଖା, ରୁଟି ଖାଇକି ରୁଟି ଖା। ଚାକିରି ପାଟିରେ ପୁରେଇ କାଢ଼, ନେ ନେ ରୁଟି ଖାଆନ୍ତି। ଇଏ କହିଦେଇଛି ନା କ'ଣ? ଖାଉନୁ ଭାତ ଯେତେବେଳେ ଆସିବ ଟିକେ ମାଛ ପଡ଼ିକି, ସେତେବେଳେ କେମିତି ଖାଇବୁ? ତାମାନେ ବାହାନା, ସବୁ ଜାଣି ଶୁଣିଆ। ଏ ପଶୁ ହେଲେ ବି ସବୁ ଜାଣିଛି। ଡାଲି, ଭାତ, ଡାଲି, ବିହନ। ଦେଖ କେମିତି ଦୌଡ଼ି ଦୌଡ଼ିକା ଯିବ ଖାଇବା ପାଇଁ, ପାଗଳା ହେଇଯିବ। ହଁ ଥାଉ। ଏଇ ସାଙ୍ଗେ ସେ ଭାତ ମାନେ ବହୁତ ଚାଲାକ। ମାନେ ମୁଁ କୁକୁର ମାନେ ଚାଲାକ, କିନ୍ତୁ ଏମିତିକା ଚାଲାକ ମୋ ଜାତକରେ ଦେଖିନି। ମାନେ ଆଇଁଷ ଖାଇବ ବୋଲିକି ସେ ମାନେ ରୁଟି ଖାଇବନି, ରୁଟି ଫୋପାଡ଼ି ଦବ। ମାନେ ଏମିତିଆ ଚାଲାକ।
ଏତେ ଖାଉଛି ମାନେ ତ ବାନ୍ତି ହବ। ସକାଳେ ଖାଇଛି 1.5 ଟା। କାମୁଡ଼ି ଦବ ହାତକୁ। ଏ ଘଁ ଘଁ ହବ ମମି, ଧରିବ ଯଦି ଆଙ୍ଗୁଳି ଫାଳେ ନେଇ ପଳେଇବ। ଫାଳେ। ଜମା ପାଗଳ କୁକୁର ଇଏ। ଆଇଁଷ ଟିକେ ପଇଲେ ତାର ଭାରି ପ୍ରିୟ। ଠିକ ଜାଣିଛି, ନ ଖାଇଲେ ମତେ ଯେମିତି ହେଲେ ମୋ ପେଟ ପୁରି ହେଲା ପର୍ଯ୍ୟନ୍ତ ଦେବେ। ମୁଁ ଯଦି ଖାଇଦେବି ମତେ ଦେବେ ନାହିଁ, ସେ ଜାଣିନି। ଖାଇଦେ ରୁଟି ହେଲା ବେଳକୁ ଗଳୁ ନଥିଲା, ଟିକେ ଆଇଁଷ ପଡିଗଲା, ବିହନ ପଡିଗଲା, ମାଛ ବିହନ ପଡିଗଲା। 6 months later.